ମୁଁ ପ୍ରତାପ ବଳିଆର ସିଂ ରିଅଲ ଲାଇଫ୍ ନିଶା ନିବାରଣ କେନ୍ଦ୍ରର ମୁଁ ନିର୍ଦ୍ଦେଶକ। ଆମର ଆଗରୁ ଖୋର୍ଦ୍ଧା ରିଅଲ ଲାଇଫ୍ର ଗୋଟେ ବ୍ରାଞ୍ଚେସ୍ ଅଛି ଆଉ ମୁଖ୍ୟ ଇଏ ବର୍ତ୍ତମାନ ନୟାଗଡ଼ ଆମର ପାର୍ଟି ଅଫିସ୍ ବିଜେଡ଼ି ପାର୍ଟି ଅଫିସ୍ ର ଲେଫ୍ଟ ସାଇଡ୍ ଗଳିରେ। ତ କାହିଁକି ନୟାଗଡ଼ରେ ଆମର ହେଲା, କାହିଁକିନା ଖୋର୍ଦ୍ଧା ତା ପାଖାପାଖି ଏରିଆ ବହୁତ ନିଶାଗ୍ରସ୍ତ ହେଇକିରି ପିଲାମାନେ ରହୁଛନ୍ତି, ବହୁତ ୟଙ୍ଗ ମାସ୍। ତ ଆମର ବି ନୟାଗଡ଼ରେ ବହୁତ ପିଲା ଭଲ ଅଛନ୍ତି, ଆଜିକା ଦିନରେ ରିକଭରିରେ ଅଛନ୍ତି। ଆଉ ଟିକେ ଏଇଠି ଅନୁଷ୍ଠାନଟା କରିବା ଦ୍ୱାରା ଆଉ ଟିକେ ଆମେ ବ୍ରଡ୍ ସେନ୍ସରେ କାମ କରିପାରିବୁ ଗ୍ରାଉଣ୍ଡ ଲେବୁଲରେ। ତ ସମସ୍ତଙ୍କର ସହଯୋଗ ଆଶା କରୁଛି। ଆଉ ଆଜି ମୋର ସବୁ ଯେତେ ଫର୍ଷ୍ଟ ସ୍ଥାନୀୟ ବିଧାୟକ ଡକ୍ଟର ଅରୁଣ ସାହୁ ଆସୁଛନ୍ତି, ଆମର ବେଗୁନିଆର ବିଧାୟକ ପ୍ରଦୀପ ସାହୁ ଏବଂ ମୋର ସମସ୍ତ ଅନୁଷ୍ଠାନର ସବୁ ଟିମ୍ ମେମ୍ବର ଯେଉଁମାନେ ଆଗରୁ ନିଶା ଖାଉଥିଲେ, ଆଜିକା ଦିନରେ ରିକଭରିଂ ଏଡିକ୍ଟ, କାହାର 14 ବର୍ଷ, କାହାର 7 ବର୍ଷ, ଏମିତି 8 ମାସ 9 ମାସ 10 ମାସଠୁ ଧରିକି ସେଇମାନଙ୍କର ଅନୁଷ୍ଠାନ ମୋର ନୁହଁ, ମୁଁ ଜଷ୍ଟ ପରିଚାଳନ କରୁଛି। କିନ୍ତୁ ଅନୁଷ୍ଠାନ ହେଲା ମୋର ସମସ୍ତ ମେମ୍ବର ଯେଉଁମାନେ ସହଯୋଗୀ, ସେମାନଙ୍କର ଅନୁଷ୍ଠାନ। ଏହା ରହିଆସିଛି ଆଗରୁ, ଖୋର୍ଦ୍ଧାରୁ ମଧ୍ୟ ଆମେ ସେଇ ରୁଲ୍ସ ଫଲୋ କରୁଛୁ, ଏଇଠି ବି ସେୟା। ଆଉ ବହୁତ ଭଲ ଏରିଆ, ଭଲ କୋଅପରେସନ୍ ଅଛି। ବହୁତ ଆଶା ରଖୁଛୁ ଯେ ନିଶ୍ଚିତ ଆଗକୁ ଆମକୁ କୋଅପରେସନ୍ ମିଳିବ, ସକ୍ସେସ୍ ସବୁ। ଥ୍ୟାଙ୍କ ୟୁ। ସରପଞ୍ଚ ମ୍ୟାଡ଼ାମ୍ ଆସିଥିଲେ, ଆଉ ଆମର ଯଦୁପୁର ସେଇଟା ସରପଞ୍ଚ ଆସିଥିଲେ। ବହୁତ ଖୁସି ଲାଗୁଛି, କାହିଁକିନା ମ୍ୟାଡ଼ାମ୍ଙ୍କ ସହିତ ବି ମୁଁ ଆଗରୁ ଦୁର୍ଗା ପ୍ରସାଦ କ୍ଲବରେ ମୁଁ ଯେତେବେଳେ ଗେଷ୍ଟ ହେଇକି ଯାଇଥିଲି, ମ୍ୟାଡ଼ାମ୍ ବି ଥିଲେ, ତାଙ୍କ ସହିତ ଆଲୋଚନା ହେଇଥିଲା ଆଗରୁ। କିଛି ନା କିଛି ଅଳ୍ପ ବହୁତ ଆମ ବିଷୟରେ ମ୍ୟାଡ଼ାମ୍ ଜାଣିଛନ୍ତି, ଆଉ ତାଙ୍କର ସହଯୋଗ ରହିବ ବୋଲି ସେ ଆମକୁ ନିହାତି ନିହାତି ଦେଖୁଛନ୍ତି ଆପଣମାନେ ଡେଲି ବେସିସ୍ରେ ନିଶା ଖାଇକି କେତେ ଆକ୍ସିଡେଣ୍ଟ ହେଉଛି, କେତେ ଲିଭର କିଡ଼ନୀ ଏସବୁ ଡ୍ୟାମେଜ୍, ଫିଜିକାଲି ପୁରା ଡ୍ୟାମେଜ୍ ହେଇଯାଉଛନ୍ତି। ଜେଲରେ ଅନେକ ସଦସ୍ୟ ସଢ଼ୁଛନ୍ତି, ସେମାନଙ୍କ ପାଖରେ ମେସେଜ ପହଞ୍ଚିବା ନିହାତି। ଆମେ ଗୋଟେ ଛୋଟିଆ କାର୍ଯ୍ୟକ୍ରମ କରୁଛୁ, ଆଉ ଆଗକୁ ଅଛି ନୟାଗଡ଼ରେ ପ୍ରତ୍ୟେକ ପଞ୍ଚାୟତରେ ଆମେ ଯାଇକିରି ସବୁ ଆୱାରନେସ୍ ପ୍ରୋଗ୍ରାମ କରିବୁ। ତ ନୟାଗଡ଼ ମେମ୍ବର, ଖୋର୍ଦ୍ଧା ମେମ୍ବର, ଅଦର ଡିଷ୍ଟ୍ରିକ୍ଟର ମେମ୍ବର ଆସୁଛନ୍ତି। ସମସ୍ତେ ମାନେ ଆଗରୁ ସବୁ ନିଶା ଦ୍ରବ୍ୟ ବ୍ୟବହାର କରୁଥିଲେ, ଆଜିକା ଦିନରେ ରିକଭରି ଲାଇଫ୍ ମେଣ୍ଟେନ୍ କରୁଛନ୍ତି, ସେମାନେ ଏଠାରେ ମଧ୍ୟ ଯୋଗ ଦେଇଛନ୍ତି।